ତୋରଣ ପ୍ରାଙ୍ଗଣ ଉପରେ ମହାଭାରତ ଯୁଦ୍ଧ କୌରବ ମାନଙ୍କର ବିନାଶ ଘଟିଛି ମା। ଏତିକି ବେଳେ ଗୋଟିଏ ଚେତନା ଗାଏ ଗୋଟିଏ ସୈଜନା ଓଲାରେ ଜଣେ ପ୍ରତିଶୋଧ ଚିନ୍ତା ବିଷାଦେ ଗାନ୍ଧାରୀ ମାତା ଆଉ ଗୋଟିଏ ମା କାନ୍ଦି କାନ୍ଦି
সেই মহাভারত কুরুক্ষেত্র পড়িয়া ভিতরে বুলুছি আচ্ছা 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 কাই বলু আজ্ঞা কোন কহি কহি মাটা কান্দুছি রে কোন কইলা আজ্ঞা শোনে রহ বাপ এ ধন রে কুরুক্ষেত্র পড়িয়া ভিতরে আর গোটিয়ে মাটিয়ে কান্দিবার লাগিলা গালে তুহি কই গন্থি ধন বলতে মুরুছি রহিরি চন্দ্র মা জনক কান্দুছি রে ধন কুয়ারে গলু রে বাবা তোর এই অবস্থা করিছি কিয়ে ମୁଁ ଜାଣିଛି ଯୋଉଦିନଠୁ ତୋ ବାପା ମୋତେ ଛାଇ ମୋ ଘରୁ ଆଇଲେ ଛାଡ଼ିଗଲେ ପିତା ତୋର ସେଇ ଗଳାରେ କ୍ଷୀର ସେହି ଦିନ ଚୁଣା ହେଲା ରେ ସୁନା ସନ୍ଧାନ ଗାନ୍ଧାରୀ ମା ଡାକିଲା କହିଲା କିଏ ଲୋ ତୁ ହତ ଭାଗିନି ମୋ ଭଳିଆ ତୁ କିଏ ହତ ଭାଗିନି କିଏ କାନ୍ଦୁଛୁ ରେ ମା କାନ୍ଦି କାନ୍ଦି ମା ଜଣକ କହିଲା ତମେ କିଏ ବେଇମାନେ କୌରବ ଗୁଡାକ ମୋର ସବୁ ସାରିଦେଲେ ଲାଗି ଉଠିଲା ମା ଗାନ୍ଧାରୀ କହିଲା ବେଇମାନେ କୌରବ ନୁହେଁ ମା ବେଇମାନେ ପାଣ୍ଡବ ମାନଙ୍କୁ ଧର୍ମତଃ ପୁତ୍ରର ସାନ୍ତ୍ୱନା ଦେଇଥିଲି ଧର୍ମର ଜୟ ହଉ କହିଥିଲି ବୋଲି ଶହେ ଶହେଟା ପୁଅକୁ ମୋର ମାରିଦେଲେ ରେ ମା ମୁଁ କୌରବକୁ ଦୋଷ ଦେଲା ବାଲା କିଏ ତୁ କିଏ ମା ପରିଚୟ କଣ ମା କାତ କହିଲା କହିଲା ମୁଁ ବେଲାର ସେନର ମା ବେଲା ବଇ କାନ୍ଦି କାନ୍ଦି ଭୀମର ଭାର୍ଜିଆ ବେଲା ବୋଲି କହୁଛି ହେ ମା ମୁଁ ଦ୍ୱିତୀୟ ପାଣ୍ଡବ ଦ୍ରୁପଦର ଭୀମଙ୍କର ପ୍ରିୟ ପତ୍ନୀ ମୋ ନା ବେଲା ବୋଲି ଯୁଦ୍ଧ କରିବାକୁ ଆସିଥିଲା ମୋ ବେଲାର ସେନ ମୋ ବେଲାର ସେନକୁ ମୁଁ ଦେଖି ପାରୁନି ଗୋ ଜନନୀ ତମେ କିଏ ଉତ୍ତର ଦେଲା ମା ଜଣକ ରେ ବେଲା ବୋଲି ମୁଁ ସେଇ ହତ ଭାଗିନୀ ଅଧୁଣି ମା ମୁଁ ସେଇ ହତ ଭାଗିନୀ ମହାଭାରତରେ ମାନବବିନ୍ଦ ଦୁର୍ଯ୍ୟୋଧନ ଆଦି 100 ପୁତ୍ରର ମା ମୁଁ ଗାନ୍ଧାରୀରେ ଦି ଜଣ ମା କାନ୍ଦିଲା ବେଳେ 2 ଜଣ କଥା ହେଲା ବେଳେ ମହାଭାରତ ପଡ଼ିଆରୁ ଆଉ ଗୋଟାଏ ମା କାନ୍ଦିଲା
ବୁଝିଲ ଆଜ୍ଞା କାନ୍ଦି କାନ୍ଦି କହୁଛୁ କଣ କହିଲା ଓଲା କେଣେ ଛାଡ଼ି ଗଲୁ ଧନ ରେ ଧନରେ କୁଆଡେ ଗଲୁ ରେ ଧନ ଥିଲୁ ପରା ଏରୁ ତ ସଂଖାରୀ ଗାନ୍ଧାରୀ ଆଉ ବେଲାବାଳି ଦି ଜଣ ଠିଆଇ କହିଲେ ହେ ମା ଅନ୍ଧାରରେ କିଏ କାନ୍ଦୁଛ ମା ତୁମର ପରିଚୟ କଣ ମା ତମର କଣ ପରିଚୟ ରେ ମା ନାରୀ ଜଣକ ତୃତୀୟ ନାରୀ ଜଣକ ଉତ୍ତର ଦେଲା ହେ ମା ହେଲା ଦ୍ୱାରକାଧୀଶ ନନ୍ଦନ କୃଷ୍ଣ କର ପ୍ରିୟ ଭଗିନୀ ତୃତୀୟ ପାଣ୍ଡବ ସବ୍ୟସାଚୀ ଅର୍ଜୁନର ଭାର୍ଯ୍ୟା କୃଷ୍ଣ ଭଉଣୀ ସୁଭଦ୍ରା ପିତାମହ ଭୀଷ୍ମ ସରସ୍ୱତୀ ଗଲେ ଦ୍ରୋଣାଚାର୍ଯ୍ୟଙ୍କ ସମର ଥିଲେ ଗୁରୁ ଯେ ଆଥର ସଙ୍ଗେ ଯୁଦ୍ଧ କରିବାର ପାଣି ଅର୍ଜୁନ ବୋଲେ ଜଳଧର ଭାଙ୍ଗିବା ପାଇଁ ଅର୍ଜୁନଙ୍କ ଭାର୍ଯ୍ୟା ସୁଭଦ୍ରା କୃଷ୍ଣର ଭଉଣୀ ସୁଭଦ୍ରା ମୋ ପୁଅ ଅଭିମନ୍ୟୁ ଯୁଦ୍ଧ କରିବାକୁ ଆସିଛି ଯେ ଆଉ ଘରକୁ ଫେରିଛି ମୁଁ ମୋ ପୁଅ ଅଭିମନ୍ୟୁକୁ ଖୋଜୁଛି ହେ ମା ଗାନ୍ଧାରୀ ଖୋଜୁଛି ଦୁର୍ଯ୍ୟୋଧନକୁ ବେଲାବାଳି ଖୋଜୁଛି ବେଲାଳ ସେନକୁ ସୁଭଦ୍ରା କାନ୍ଦି କାନ୍ଦି ଖୋଜୁଛି ପୁଅ ଭୀମନ୍ୟୁକୁ ହଠାତ୍ ଦୃଷ୍ଟି ଅଗ୍ରରେ ଦେଖାଗଲା ଅନ୍ଧାର ରାତ୍ରରେ ମହାଭାରତର ଉତ୍ତର ପଶ୍ଚିମ କୋଣରେ ପରିଘଟିଏ ହେଇଛି
ଭିଜି ଭିଜି ହେଇ ଜଳୁଛି। କୃଷ୍ଣ କୃଷ୍ଣ ବୋଲି ଉଚ୍ଚାରଣ କରୁଛି ଜଣେ କିଏ ମୁହଁରେ। ତିନି ଜଣ ଯାକ ମା ବିଚାର କଲେ ଅନ୍ଧାରରେ ଯିଏ ଶୋଇଛି କୃଷ୍ଣ କୃଷ୍ଣ ଡାକୁଛି। ସେଇ ସବୁ ସତ ଘଟଣା ଜାଣିଛ। ଚାଲ ଆମେ ସମସ୍ତେ ବୋହୁମା ସେ ଆଲୋକ ଠିକି ଯିବା। ଆଜ୍ଞା ଆଜ୍ଞା। ତିନି ଜଣ ଯାକ ଅନ୍ଧାର ଘନ ଘଟା ରାତ୍ରରେ ମହାଭାରତର ଉତ୍ତର ପଶ୍ଚିମ କୋଣରେ ସେ ବୈଠା ନିକଟରେ ପହଞ୍ଚିଲା ବେଳେ ଦୃଷ୍ଟି ପଡ଼ିଗଲା 84ଟା ସର ଉପରେ ଶୋଇଛନ୍ତି ପିତାମହ ଦେବବ୍ରତ ଭୀଷ୍ମ। କୃଷ୍ଣଙ୍କୁ କହିଲେ ପ୍ରଭୁ ପ୍ରଭୁ କୃଷ୍ଣ କୃଷ୍ଣ ହେଇ ଡାକୁଛି ଭଗବାନ ଦେବବ୍ରତ ଭୀଷ୍ମ। ଆଜ୍ଞା ଆଜ୍ଞା। କହିଲା ପ୍ରଭୁ ତୁ କି ନ ଜାଣୁ ହରି ତୁ କି ନ ଜାଣୁ ହରି ନିପମୁଳି ଶୋଇ ଭୀଷ୍ମ କୃଷ୍ଣ କୃଷ୍ଣ ହେଲା ବେଳେ ତିନି ଜଣ ନାରୀ ଯାଇ ପିତାମହଙ୍କ ପାଦ ତଳେ ପଡ଼ିଗଲେ। ଜଣ ଜଣ କରି ପଚାରିଲେ। ଗାନ୍ଧାରୀ ପଚାରିଲା କହିଲା ହେ ହରି। ଗାନ୍ଧାରୀ ପଚାରିଲା ହେ ପିତାମହ ମୋର କୁରୁକ୍ଷେତ୍ର ପଡ଼ିଆରେ ଯୁଦ୍ଧରେ ଗୋଟି ଗୋଟି କରି 100ଟା ଯାକ ପୁଅ ମରିଗଲେ। କହିପାରିବ ମୋ 100 ପୁଅକୁ କିଏ ମାରିଛି? ଭୀଷ୍ମ ନିରବ। ଆଜ୍ଞା। ବେଲାଳ ସେନର ମା ବେଲାବାଳି କହିଲା କହିଲା ପିତାମହ ମୋ ପୁଅ ଆସିଥିଲା ବାବା ମାନଙ୍କ ସଙ୍ଗରେ ଯୁଦ୍ଧ କରିବାକୁ କହି ଦେଇକି ଆସିଥିଲା କହିଲା ମାର ଗୋଟିଏ ଓଳିରେ ସାରିଦେବି ମହାଭାରତ ଯୁଦ୍ଧ। 18 ଦିନ ହେଲାଣି ପିତାମହ ମୋ ପୁଅର ଦେଖା ନାହିଁ। କହିପାରିବ ମୋ ପୁଅ କୋଉଠି ଅଛି? ଭୀଷ୍ମ କହିଲେ ତୋ ପୁଅଟା ମୋ ମା ମରି ଯାଇଛି। ନା କିଏ ମାରିଲା କିଏ ନା କହିଲେ ତୁ କଣ କହିପାରିବୁ? ପୁଅକୁ ମାରିଲା କିଏ ନା କହ ପ୍ରଭୁ। କହ ପିତାମହ ମୋ ପୁଅ ବେଳାକୁ ଯିଏ ମାରିଛି ମୁଁ ତା ପ୍ରତି ଶୋଧ ନେବି। ସୁଭଦ୍ରା ପଚାରିଲା ପିତାମହ କହନ୍ତୁ ପିତାମହ ମୋ ପୁଅ ଅଭିମନ୍ୟୁ କହିଲା ଚକ୍ର ବିହ ଭେଦ ଭିତରେ ମାର ମରିଲା ତୋର ତୁ ମାର। ଅଭିମନ୍ୟୁ ମରି ଯାଇଛି ନା? ହଁ ରେ ମା
ତୋ ପୁଅ ଅଭିମନ୍ୟୁଟା ମରି ଯାଇଛି ରେ ମା। ନା କହ ପିତାମହ, ମୋ ପୁଅକୁ କିଏ ମାରିଛି? କିଏ ମାରିଛି ପୁଅ? ନା କଣ କରିବୁ ତୁ ତାର? ମୁଁ ତାର ପ୍ରତିଶୋଧ ନେବି। ନା ମୋ ପୁଅକୁ ଯିଏ ମାରିଛି ମୁଁ ତା ପ୍ରତିଶୋଧ ନେବି। କହ ସିଏ କିଏ? ତିନି ଜଣ ଯାକ ମା ନିୟମ କରିଦେଲେ ପୁତ୍ର ହତ୍ୟାକାରୀର ପ୍ରତିଶୋଧ ନେବେ। ଭୀଷ୍ମ ଉତ୍ତର ଦେଲେ ଦେବବ୍ରତ ଭୀଷ୍ମ। କଣ ଉତ୍ତର ଦେଲେ ଆଜ୍ଞା? ଶୁଣିବୁ କିଏ ମାରିଲା ବାବା? ସିଏ ଆଉ କିଏ ରେ ମା? ସିଏ କିଏ? ଶଙ୍ଖ ଚକ୍ରଧାରଣ, ଶଙ୍ଖ ଚକ୍ରଧାରଣ ସାରଙ୍ଗ। পঞ্চজন্য শঙ্খ বদেলা সুদর্শন চক্র হস্তরে ধারণ করালা। দ্বারকাধিপতি কৃষ্ণ ହେଉଛି ସବୁ ଅନର୍ଥର ମୂଳ। ତମ ପିଲାମାନଙ୍କର ମରଣର ଦାୟୀ ଆଉ କେହି ନାହିଁ, ସେ ହେଲା କୃଷ୍ଣ। ସୁଭଦ୍ରା ପିଲା କଣ କହିଲ ପିତାମ? ମୋ ଭାଇ ହେଇ ଶେଷରେ ଭଣଜାଟାକୁ ମାରିଦେଲା। ପିଲାବାଳି କହିଲା କୃଷ୍ଣକୁ ପୂଜା କରି ନୀତିଦିନ ମୋ ପୁଅ କୃଷ୍ଣକୁ ଦେଖିବା ପାଇଁ ଆସିଥିଲା ପୁଅ ବେଲାଳ ସେଠୁ। ମୋ ପୁଅ କୃଷ୍ଣ ଭଗବାନ ବୋଲି ଭାବୁଥିଲା। ଶେଷରେ ରକ୍ଷକ ହେଇ ଭକ୍ଷକ ସାଜିଲା କୃଷ୍ଣ ମୋ ପୁଅକୁ ମାରିଦେଲା। କେମିତି ପିତାମହ? ନା ତୁ ଯାଇ ପଚାରି ଅଭିମନ୍ୟୁ କେମିତି ଗଲା? ତୁ ଯାଇ ସୁଭଦ୍ରା ପଚାର ଦୁର୍ଯ୍ୟୋଧନ ଇତ୍ୟାଦିର ବଂଶ କେମିତି ବୁଡ଼ିଲା? ଗାନ୍ଧାରୀ ତମେ ଯାଇ କୃଷ୍ଣକୁ ପଚାର। একত্রিত হই করি তিনি নারী গলে জীবন ধন ধন জীবন ধরে একত্রিত হই করি তিনি নারী গলে জীবন ধন ধন জীবন ধরে জীবন ধন ধন জীবন ধরে ଆଗରେ ଯାଉଛି ମା ଗାନ୍ଧାରୀ, ମଝିରେ ଯାଉଛି ବେଲାବାଳି, ସଭା ପଛରେ ଯାଉଛନ୍ତି ମା ସୁଭଦ୍ରା। ବଳରାମ ମହାପ୍ରଭୁ ବସିଛନ୍ତି। ବସିଥାନ୍ତି ରସିକ ରାଜଶେଖର ଭଗବାନ କୃଷ୍ଣ। ଗାନ୍ଧାରୀ ହାତ ଯୋଡ଼ି ଦେଲେ, ବଳରାମଙ୍କ ଆଡ଼େ ହାତକୁ ନିର୍ଯାସ କରି ବୋଲି ତମେ ପରା ଦ୍ୱାରକାର ବଡ଼ ଠାକୁର। ମୁଁ ଆଜି
ଆସିଛି ହଁ ବଳରାମ ଆମେ 3 ଜଣ ମା ଆଇଛୁ ଗୋଟିଏ ବିଚାର ପାଇଁ ଆଚ୍ଛା ଆଚ୍ଛା ବଳରାମ ଉତ୍ତର ଦେଲେ କହ ମା କୋଉ ବିଚାର ପାଇଁ ତମେ ଯୋଗ୍ୟ ବିଚାର ପାଇବା ପାଇଁ ଆସିଛ କହ କଣ ଚାହୁଁଛ ତୁମେ ମାନେ ନା ପ୍ରଭୁ ହଁ ହଁ ଯୋଉ ବିଚାର ନ୍ୟାୟ ଆମେ କହିବୁ ଆମକୁ ନ୍ୟାୟ ମିଳିବ ତ କୁହ ନିଶ୍ଚୟ ମିଳିବ ରେ ମା ବଳରାମ ଠାକୁର ହାତଟାକୁ ଟେକି ଦେଲେ ଲମ୍ବଳ ନାଟାକୁ ବୁଲେଇ ଦେଲେ କହିଲେ ମୁଁ ନିୟମ କରୁଛି କହ ତୁମ ବିଚାର ନ୍ୟାୟରେ ଯିଏ ଅପରାଧୀ ବା ଦୋଷୀ ହେଇଥାଏ ମୁଁ ସତ୍ୟ ସତ୍ୟ ତ୍ରିବାର କରି କହୁଛି ତାକୁ ନିଶ୍ଚିତ ଦେବି ଦଣ୍ଡ ଆମ ମାନଙ୍କର ବଂଶ ବୁଡି ଯାଇଛି ଆମ ମାନଙ୍କର ପୁଅ ମରି ଯାଇଛି ପ୍ରଭୁ କିଏ ମାରିଛି ମାରିଲା କିଏ କୁହ ଗଲା 3 ନାରୀ ବଂଶ ବୁଡାଇ ଦେଲା କୃଷ୍ଣ ତୁ ଭାଇ ବୁଡେଇ ଦେଇଛି ହେ ବଳରାମ ବେଲାର ମା ବେଲା ବାଳି ଧାଇଁ ଆଇଲା କହିଲା ପ୍ରଭୁ ମତେ ଆଗ ବିଚାର ଦେ ଏମାନଙ୍କର ପିଲା ତ ଯୁଦ୍ଧ କଲା ପରେ ମଲେ ମୋ ପୁଅ ବେଲାର ଯୁଦ୍ଧ କରିନି ମୋ ପୁଅ ବେଲାର ଯୁଦ୍ଧ କରିଥିଲେ ଏ ମହାଭାରତ ଯୁଦ୍ଧ ହେଇନଥାନ୍ତା ପ୍ରଭୁ ମୋ ପୁଅ ବେଲାରକୁ କିଏ ମାଇଲା ବଳରାମ ପଚାରିଲେ କହିଲେ କହ୍ନେଇ ତୁ ଭୀମର ପୁଅ ବେଲାର ସେନକୁ ମାରିଛୁ ନା ନାଇଁ ଅଗ୍ରଜ ନା ଗୋଲା କୁଆଡେ ସେ ବେଲାର ଉତ୍ତର ଦେଲେ ଭଗବାନ କୃଷ୍ଣ କହିଲେ ନନା ମହାଭାରତ ଯୁଦ୍ଧର ପ୍ରସ୍ତୁତି ଚାଲିଥାଏ ଆଚ୍ଛା ଆଚ୍ଛା ଯୁଦ୍ଧର ପୂର୍ବ ଦିନ ରାତିରେ ଦି ପକ୍ଷର ଶିବିରର ଯୋଦ୍ଧାମାନେ କେହି ଶୋଇନଥାନ୍ତି ଆଚ୍ଛା ଆଚ୍ଛା ଅମୁରେ ରାତିରେ କେତେ ଜଣ ଶୁଅନ୍ତିନି କହିପାରିବୁ ରାତିରେ ରାତିରେ ମଶା ମାଛି ପାଲାବାଲା କୁକୁର ପାଲାବାଲା କୁକୁର ହଁ ଏଇ ତ ଶୁଆକୁ ନିଦ ନାହିଁ ଆଉ ପାଲାବାଲା କୁକୁର ମଶା ଶୋଇ ରାତିରେ କି ଭେଣେଇ 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 ମଶା କହିଲେ ଭେଣେଇ ଭେଣେଇ ତାଙ୍କର ନାଇଟ୍ ଡ୍ୟୁଟି ଆଉ ମାଛି ମାଛି ଶୋଇବେନି ଶୋଇବେନି ସେ ନା ପାଲାବାଲା ପାଲାବାଲା କୁକୁର ପାଲାବାଲା କୁକୁର ଆମେ ପାଲାବାଲା ସବୁ କୁକୁର ପାଲାବାଲା ପଇସା ଦଉ ରାତିରେ ଶୋଉଛ କି ପଇସା ନବା ଚାରିରେ କୁକୁର ଛୋଟ ଲୋକ ଅଳ୍ପ ପଇସା ବି ଚାରି ଜଣ ରାତିରେ ଶୁଅନ୍ତିନି ସେ କିଏ କି ନାରୀ କବି ଅପର୍ଣ୍ଣା ଦେବୀ କହିଲେ ଶାନ୍ତି ପ୍ରଦାୟିନୀ ନିଦ୍ରାଙ୍କ ସାଇ ଶାନ୍ତି ପ୍ରଦାୟିନୀ ନିଦ୍ରାଙ୍କ ସାଇ ଶାନ୍ତି ପ୍ରଦାୟିନୀ ନିଦ୍ରାଙ୍କ ସାଇ ଶାନ୍ତି ପ୍ରଦାୟିନୀ ନିଦ୍ରାଙ୍କ ସାଇ ହେଲେ ସର୍ବନାରୀର
ଚାରି ଜଣ ଶୁଅନ୍ତି। ଚାରି ଜଣ କିଏ କିଏ ଆଜ୍ଞା? ଏକରେ ପ୍ରହରୀ, ଏକରେ ପ୍ରହରୀ, ଯିଏ ପହରା ଦଉ, ସିକ୍ୟୁରିଟି ଗାର୍ଡ, ଆଜ୍ଞା ତାକୁ ନିଦ ହବ। ନାଇଁ ନାଇଁ ସିଏ ଶୋଇବ ଚୋରି ହେଇଯିବ। ହଁ ବଡ଼ ଖୁସି ଆଉ ମାରି ଚାଲ। ସଗଡ଼ କିଆ ବୁଦାରେ ପଇଲେ ଆଉ ସେ ଘୋଡ଼ା ଛାଡ଼ି ଆଜ୍ଞା ଆଜ୍ଞା ଘଣ୍ଟେ କଲେ ଯେତିକି 2 ଘଣ୍ଟା କଲେ ସେତିକି 3 ଘଣ୍ଟା କଲେ ସେତିକି 7 ଘଣ୍ଟା କଲେ ସେତିକି ଆଜ୍ଞା ହଁ ଚାଲୁ ଆଜ୍ଞା ମାରି ଚାଲ। ରହ। ହଁ 4 ଜଣ ଶୁଅନ୍ତିନି। ଏକରେ ହେଲା ପ୍ରହରୀ, ପ୍ରହରୀ, ଯିଏ ପହରା ଦିଏ। ଆଜ୍ଞା ଆଜ୍ଞା ଦୁଇରେ ପ୍ରଣୟୀ ବୋଲେ ପ୍ରେମିକ, ପ୍ରେମିକ ଆଜ୍ଞା। ଯିଏ ପ୍ରେମିକ ତାକୁ ରାତିରେ ନିଦ ହବ। ନାଇଁ ନାଇଁ ମୁଁ ତ ଦିନେ 3ରେ ରୋଗୀ, ରୋଗୀ ଆଜ୍ଞା। ରୋଗୀକି ନିଦ ହବ। ନାଇଁ ରୋଗୀ ଦିନ କେମିତି? ଆଉ ତୁ କଣ ଦିନେ କହୁଛୁ? ଦିନେ ବାଉଁଶ ମାରେ ମୋ ରାତି ପାଇଗଲା। କୋଉଠି? ବାଉଁଶ ମାରିନି କାହିଁକି? ସେଇ ମୁଖିଆ ଝିଅ କଥା ହେଇଥିଲା ଆସିବ ଭଳି ଆଉ ବର୍ଷା ଖାଇ ତା ପରଦିନ ବେଡ୍ ମ୍ୟାଲେରିଆ ହେଇଗଲା। এটা ব্রেনের ম্যালেরিয়া না ব্রেনের ম্যালেরিয়া? ହଁ ସେଇଟା ହେଇଗଲା କିନ୍ତୁ ରାତି ଯାକ ନିଦ ନାହିଁ। ସେ ବାଉଁଶ ମାରେ ମୋ ରାତି କଟିଗଲା। ହଁ কিন্তু ବାଉଁଶ ମାରେ ମୋ ରାତି କଟିଗଲା। বাংশমালে ହଁ সজ্জা প্রেমী তো ହଁ ଆଜ୍ଞା প্রহরী প্রণয়ী 3ରେ ରୋଗୀ, ରୋଗୀ ରୋଗୀ ଯିଏ ରୋଗା ହେଇଥିବ ତାକୁ ନିଦ ହବ। ନାଇଁ ନାଇଁ ଦେଖୁନ 4ରେ ତସ୍କର ବୋଲେ ଚୋର, ଚୋର ତ ରାତିରେ ଶୋଇବ ଆଉ ସିଦ୍ଧି କଣା କରିବ କି? ଉତ୍ତର ଦେବା ଭିତରେ ହେଲା ହେଲା ଏ 4 ଜଣଙ୍କ ଭିତରେ ଚୋରଟି ହେଉଛି କିଏ ନା ଭଗବାନ କୃଷ୍ଣ। ଭଗବାନ ଚୋର କୃଷ୍ଣ ଚୋର ନୁହଁ। କୃଷ୍ଣ କଣ ଚୋରି କଲେ? କୃଷ୍ଣ ଚୋରି କରି ନାଇଁ ନାଇଁ ବଜେ ବସି ଧରବ ନିତ୍ୟ ଚୌର ବଜାଙ୍ଗଲା ନା ଦୁକୁଳେ ନ ଚୌର ଅନେକ ଜଙ୍ଗଲା ଚିତ ପାପ ଚୌର ନାଗ ଚୌରାଗ୍ର ଗଣ୍ୟ ପୁରୁଷ ନାରୀ ତେଣୁ ଚୌର ଅଗ୍ର ହେଲା ପୁରୁଷ ନାରୀ। କୃଷ୍ଣ ବ୍ରଜପୁରରେ ଗୋପପୁରରେ ଗୋପାଳନା ମାନଙ୍କର ନବନୀତ ବୋଲନ୍ତେ ଲହୁଣୀ ଚୋରି କଲା ବାଲା କିଏ ମା? ସିଏ ଏଇ କୃଷ୍ଣ ଆଉ ବ୍ରଜାଙ୍ଗ ନାନା ଦୁକୁଳେ ନଚୌର ତାଙ୍କ ପ୍ୟାଣ୍ଟ ସାର୍ଟ ପୁରା ଚୋରି କରି ନେଇକି କଦମ୍ବ ଗଛ ଟଙ୍ଗେଇଦେଲା। ଗୋପାଙ୍ଗନା ମାନଙ୍କର ଦୁକୁଳ ବୋଲେ ଲୁଗାକୁ ଚୋରି କରି କଦମ୍ବ ବୃକ୍ଷର ଡାଳିରେ କିଏ ଧୋଇଲା ରେ? ସେଇ କୃଷ୍ଣ ଆଇରନ୍ ଦବାକୁ ରଖିଥିଲା। ଆଇରନ୍ ଦବାକୁ ମତେ ମରଣ ହଉନି କହିଲା କୃଷ୍ଣ ଆଇରନ୍ ଦବାକୁ ଆସିଥିଲେ। ଜୟ ଆଜ୍ଞା ମାରି ଚାଲ। ଅନେକ ଜନ୍ମ ଚିତ ପାପ ଚୌର ସେ ଚୋର ହେଲା କୃଷ୍ଣ। ଆଜ୍ଞା ଭଗବାନ କୃଷ୍ଣ ବୁଲୁଥାନ୍ତି। ଏତିକି ବେଳେ ସଜ୍ଜନ ବର୍ଗେ ପବିତ୍ର ଯମୁନା ନଦୀର କୂଳରେ ଗୋଟାଏ ପାହାଚ ଉପରେ ଖଣ୍ଡିଆ ସନଟେ ଧରି ଜଣେ ଘଷୁଛି ବାଳକ। ଭଗବାନ କୃଷ୍ଣ କହିଲେ କିରେ ନଦୀ କୂଳର କିଏ ପଥର ଉପରେ ଗୋଟାଏ ସର କିଏ ଘଷି ନିଆଁ କରିବାର ଲାଗିଛି। କିଏ କିଏ ଚିନ୍ତା କରି ପରୀକ୍ଷା କରିବା ପାଇଁ ନା ବ୍ରାହ୍ମଣ ରୂପକୁ ପ୍ରଭୁ କରିଲେ ଧାରଣ। ଭଗବାନ କୃଷ୍ଣ ଯାଇ ପହଞ୍ଚିଗଲେ। କହିଲେ ବାବୁ ତୁ କିଏ ରେ? ତୋ ନାଁ କଣ ବାପା? ପିଲାଟି ଠିଆ ହେଇ ହାତ ଯୋଡ଼ି ଦେଲା। କହିଲା ଗୋସାଇଁ ଏଠି ମୁଣ୍ଡିଆ ମାରୁଛି। ଆଶୀର୍ବାଦ ଦେଲେ ଭଗବାନ କୃଷ୍ଣ। ଆଜ୍ଞା ସବୁ ଜାଣନ୍ତି। ନାରାୟଣ ପଚାରିଲେ, କୃଷ୍ଣ ପଚାରିଲେ, କହିଲେ ବାବୁ ତୁ କିଏ? ନା ମୋ ନାଁ ହଉଛି ବେଲାଳ ସେନ। ଆଚ୍ଛା ଆଚ୍ଛା ଏଠି କଣ କରୁଛୁ? ନା ବେଲାଳ ସେନ ତୁ କା ପୁଅ? ତୋ ମା ନା କଣ? ତୋ ଉପାୟ କଣ? ଦ୍ୱିତୀୟ ପାଣ୍ଡବ ବୃକୋଦର ଭୀମ ଅଟନ୍ତି ମୋର ପ୍ରିୟର। ନାଗ କନ୍ୟା ବେଲା ବୋଲି ମାତା ଦେବ
ପାଟିର ଲୋକ କୋଉ ପାଟିର ଲୋକ ତୁ କୋଉ ପକ୍ଷର ପାଣ୍ଡବ ପକ୍ଷର ନା କୌରବ ପକ୍ଷର ନା କୌରବ ପକ୍ଷର ହଁ ହଁ ନା ମୋ ମା କହିଛି ଯିଏ ଦୁର୍ବଳ ପକ୍ଷ ହଁ ମୁଁ ତାରି ପାଟି ଲୋକ ଓହୋ ଛାତ ଗୋଟେ ବସୁଛି ଗୋଟେ ମୁଠା ନବେ ଦେବୁ ଆଉ ଆଚ୍ଛା ଆଚ୍ଛା ଦୁର୍ବଳ ପାଟି କିଏ ନା ମୋ ପିତା ଇତ୍ୟାଦି ପାଣ୍ଡବ 5 ଭାଇ ଆଚ୍ଛା ଆଚ୍ଛା କୌରବ ମାନଙ୍କର ଶହ ଶହ ସୈନ୍ୟ ତେଣୁ ଦୁର୍ବଳ ଯିଏ ତୁ ତାରି ସପକ୍ଷରେ ରହି ଆଚ୍ଛା 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 ନା ଏବେ ଭାବୁଛୁ କାହାକୁ ଦୁର୍ବଳ ନା ପାଣ୍ଡବ ମାନେ ନା ପାଣ୍ଡବ ଯେତେବେଳେ ସବଳ ହେବେ ପାଣି ଚେଞ୍ଜ କରିଦେବି ନା ପାଟି ଚେଞ୍ଜ କରିକି ପାଣ୍ଡବ ମୁଖ୍ୟ ମାରିଦେ ହଁ କୃଷ୍ଣ କହିଲା ତା ଅର୍ଥ ନା ଗୋଟିଏ ଓଳିରେ ମହାଭାରତରେ ଶୋଇବ ପରା ସୁନ୍ଦର ना बापा ओ पांडव किए कौरव किए तू केमते चिन्हिबु ना एगुड़ाक छोटिया प्रश्न कौन पचार ब्राह्मण कौन एक साधारण प्रश्न ना मु जने गोसाई तोते आशीर्वाद करी हाँ आग परीक्षा ने परीक्षा हो ना को परीक्षा परीक्षा ना पांडव किए कौरव किए केमते जानी अच्छा ना अच्छा এই কথা কହୁଛ हाँ ঠিক ଅଛି हाँ ଦେଖ ଗୋସାଇ ମୁଁ କଣ କରୁଛି ଦେଖିବା ଦେଖିବା କହିଲା ବିରୋଧନ बोला टुंकार नादरे गाले टुंकार नादरे कोदंडे मोधिए चोढ़ाई गुण माता मोरे निंदिरा हिरो बेला बेना मा 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 तीन थर करी धनुरे गुण लगेई हेला हेला सरटे बिंधी देला अच्छा अच्छा जेमिति सर बुलिस हाँ हाँ बोला गोसाई हाँ देख किए पांडव किए कौरव अच्छा अच्छा क्यों जानेगा बोला लोक जे मरिले कथारे दिए चंदन बिंदु विजय बारता सिंदूर मंदिर शिवपुरे लोक मरिगले का भद्रामी कौन लोग विजय रेखा डाले सिंदूर बाबा बोला गोसाई देख हाँ যৌতক মুখের এঠে চন্দন টোপা লাগি যাইছি সেগুড়াক সবু কৌরব ଆଉ যৌতকଙ୍କର ମସ୍ତକରେ ସିନ୍ଦୁର ଟୋପା ରହିଛନ୍ତି ସେଇଟା ମୋ ବାପ ଆଡ଼ର ବଂଶ ପାଣ୍ଡବ କୃଷ୍ଣ କହିଲା ଆରେ तेने ମୁଁ କୋଉ ପାଟିର ତ ଚିହ୍ନାଇଲୁ ନାହିଁ अच्छा मुख्यमंत्री नवीन पटनायक ଦେବାଳ ଉତ୍ତର ଦେଲା कौन कहला କହିଲା ଆପଣ ବ୍ରାହ୍ମଣ ଆପଣଙ୍କ ମୁଣ୍ଡକୁ ମୋ ହାତ ପାଇବନି नहीं नहीं ଆପଣଙ୍କର ପାଦ ତଳରେ ମୋର ମୁଣ୍ଡ ରହିବ ତେଣୁ ମୋର ସିନ୍ଦୁର ବିନ୍ଦୁଟା ଦେଖ ହେ ବ୍ରାହ୍ମଣ ଲାଗିଛି ତମ ପାଦରେ ନା ମୁଁ ଜାଣିଲି ତମେ ନିଶ୍ଚିତ ପାଣ୍ଡବ हाँ ଠିଆ ହେଇଛି ବେଲା ବାଳି ମୋ ପୁଅକୁ କିଏ ମାରିଛି ବୋଲି ପଚାରୁଛି हाँ ହେଲେ हेला हेला ଭଗବାନ କୃଷ୍ଣ କହିଲେ ରେ ମା हाँ ତୋ ପୁଅ ମୁଁ ଜାଣିଲି ଜଣେ ଭୟଙ୍କର ଯୋଦ୍ଧା ମୁଁ ତାକୁ ପଚାରିଲି କହିଲି ବାବୁରେ କଣ ମହାଭାରତ ଯୁଦ୍ଧ ଓଳିକେରେ ସାରିଦବୁ हाँ सादेवी ନା ହଁ ସାରିଦେବି ନା ପ୍ରମାଣ ନା ହବ ସେଇକି ପରୀକ୍ଷା ନବ कौन दरकारी ବଡ଼ ଗଛଟିଏ ରହିଛି बाबा କହିଲା ବଟ ବୃକ୍ଷରେ ଅଛି କେତେ ପତ
ବେଲାଳସେନ ପରୀକ୍ଷା ଦେବା ପାଇଁ ବ୍ରାହ୍ମଣ ପାଦ ତଳେ ମୁଣ୍ଡିଆ ମାରିଲା ବେଳେ ଅନ୍ତର ଜାମି ବଟପତ୍ରଟିଏ ଛିଣ୍ଡାଇର ପ୍ରଭୁ ପାଦ ତଳେ ଚାପି ଦେଲେ କଥା ବେଲାଳସେନ ନ ଜାଣିଲା ଭଲେ ମହା ବୁଲି ଯାଇ ପିନ୍ଧି ଦେଲା ঘরে বড় গছরে গোটিয়ে পত্র নাই ଯୋଉ ପତ୍ରରେ ମୁଁ ଦାଗ ନ ଦେଇଛି ଅଗେଇ ଦେଲେ କୃଷ୍ଣ ବେଲ ଗଛର ପ୍ରତ୍ୟେକ ପତ୍ର ଗୁଡାକ ଚୂର୍ଣ୍ଣ ହେଇଛି ଖଣ୍ଡିଆ ହେଇଛି କୃଷ୍ଣ କହିଲେ ବାହାରେ ମୁଁ ଦେଖିଲି ସବୁ ହେଲା ଯେ ଗୋଟେ କଥା କହିବି ନା ଗୋସେଇ କଣ ନା ତୁ ମତେ ମୁଣ୍ଡିଆ ମାଇଲା ବେଳେ ଗୋଟେ ବରପତ୍ର ଛିଣ୍ଡେଇକି ମୋ ପାଦ ତଳେ ଚାପି ଦେଇଥିଲି ନା ସେଇଟା କହିଲା ମାତା ନାମେ ନିୟମ କରୁଛି ସତ୍ୟ କହିଲା ମାତା ନାମେ ନିୟମ କରୁଛି ସତ୍ୟ যদি বাস্তବରେ ମୋ ମାଆକୁ ମୁଁ ଗୁରୁ ବୋଲି ଭାବିଛି ଯଦି ମୁଁ ପ୍ରକୃତରେ ମୋ ମାଆର ଛୁଆ ହେଇଥାଏ ମୋ ମାଆ ମୋର ଇଷ୍ଟ ଦେବୀ ହେଇଥାଏ ମୋର ବିଶ୍ୱାସ ଅଛି ସେଇ ପାଦଟା ଟେକି ଦିଅ ପାଦ ତଳ ପତ୍ରରେ ନିଶ୍ଚିତ ବାଜିଥବ ଥିବ ଯେମିତି କୃଷ୍ଣ ପାଦଟାକୁ ଉଠେଇଦେଲେ ଆଶ୍ଚର୍ଯ୍ୟ ହେଇଗଲେ ପାଦ ତଳ ବରପତ୍ରଟା ବି କଣା ଦିନ ଯୁଦ୍ଧ କରିବା ପାଇଁ ମୁଁ ସଂକଳ୍ପ କରିଛି ଏଇଟା ତ ଓଳିକେ ସାରିଦବ ପିଲାକୁ ସେଇ ପରୀକ୍ଷାରେ ପାସ୍ କଲା ନା ମାଗୁନ ମତେ ଦକ୍ଷିଣା ଭଗବାନ କୃଷ୍ଣ କହିଲେ ନାଇଁ ତୁ ଛୁଆଟା କଣ ମଧ୍ୟ ମାଗିବି ଯା ନା ନା ସେଇ ମତେ ଛୁଆ ବୋଲି ଭାବୁଛ ଶୁଣିବ ଭୁଲି ଥାଉ ପଛେ ମତ କରିବର ଅଙ୍କୁଶରେ ହୁଏ ବସ କିନ୍ତୁ ହସ୍ତି ଠାରୁ କେବେ ନୁହେଁ ଉପରେ ପରେ ଅଙ୍କୁଶ ହାତୀ କେତେ ବଡ ଓଜନ କେତେ ଟନ ଆଉ ବଡ ଅଙ୍କୁଶ ମାତ୍ର ଚାଖିନି ଯୋଉଠି ବାହୁଛି ହାତୀ ସେଠି ସଡନ ବ୍ରେକ୍ ଆଉ ତା କାନମୁଳି କେତେ ରହିଲା ଆଚ୍ଛା ଅନ୍ଧାର ରେଳ ବଡ ଅନ୍ଧାର ଗୋଟେ ଛୋଟିଆ ଦୀପ ଆଲୁ ଦଉଛି ବାରାବତୀ ଗୃହୀତ ଯୁକ୍ତିଯୁକ୍ତ ମନୀଷୀ ମତେ କଣ ଛୋଟିଆ ଭାବୁଛ କହିଲା ଛୋଟ ବୋଲି ପିଲା ତରଣୀ ସେନ ଯେ ରାମାୟଣୀ ଯୁଦ୍ଧ କଲା ଛୋଟିଆ ପିଲାଟା କାଳ କାଳ ପାଇଁ କେତେ ଲୋକ ରଖିଗଲା ଛୋଟିଆ ପିଲା 7 ବର୍ଷ ବାଳକ ଡାକିଲା ବନେ 7 ବର୍ଷ ବାଳକ ଡାକିଲା ବନେ ଡାକ ପାଟିଥିଲା ତୁମ୍ଭରି ପଡ଼ଲେ ରଙ୍ଗା ଟିକିଏ ଛୁଆ ଖେଳା ହିରଣ୍ୟକଶିପୁର ପୁଅ ପ୍ରହ୍ଲାଦ ଭଗବାନଙ୍କୁ ଶାନ୍ତି କରି ସ୍ୱର୍ଗରେ ହେଇଗଲା ଇନ୍ଦ୍ର
କାହାକୁ ଛୋଟିଆ ବୋଲି ଭାବୁଛ ନାଇଁ 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 ହାତ ଯୋଡୁଛି ବସି ହଁ ଯାହା ମାଗୁ ଯାହା ମାଗ ଦେବି ନା ଦବୁ ନା କଣ ଦେବି 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 ସତରେ ଦବୁ ଦିବାର ସତ୍ୟ ଗତି ଦେବି ନା ତିନିବାର ସତ୍ୟ କର ନେଇକି ମାଗିବି ହଁ ହଁ ସତ୍ୟ 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 ତିନିବାର ସତ୍ୟ କର ଆଜ୍ଞା ଆଜ୍ଞା বলা উদয়তি যদি ভাবু পশ্চিমে দিক বিভাগে বিকশতি যদি কদম পর্বতানাং শিখাগ্রে প্রচলতি যদি মেরু জাতকা শীতবন্ধি নচলতি ঘড়ুবাক্য নানা কদাচিত হাতକୁ ଯୋଡ଼ି ଦେଇ ସତ୍ୟ କହିଦେଲା ବେଲାର ଡାକିଲେ କୃଷ୍ଣ ওরা এতিকি মাগুছি ওরা এতিকি মাগুছি দাও করে কুমার রে করে কুমার রে করে কুমার করে সিলাইরো সিও সিও महाभारत युद्ध करने मन कर तू छोट लोक कोड़ी के साथ नियम कर तो मुंडटा निजे तो हाथ में काटी मत भगवान कृष्ण बड़ भाई बलराम पाखे दूसरी न्याय भाई मुंडा को मारी से ता हाथ में तारे को काटला अच्छा अच्छा किंतु मते कहला कहला प्रभु तू किए तते आगो टिके चिन्ही तू केड़े माया वाह 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 हरि पकई भगवान कृष्ण निजर रूप कहला हाँ तुम्हें सी ठाकुर पांडव प्रिय दंडू छकी दोषे प्रभु सबू आशा मोर नष्ट कर सब स्वप्न मोर चुरमार भांगी गुद गुंडा होगला युद्ध परिवार लालसा मो भाग्य आई प्रभु सब कृष्णा दुई देलु प्रभु हेले हे नारायण मोर भारी इच्छा थेला कौन इच्छा थिला ये महाभारत युद्ध 18 दिन जाक देखी अच्छा अच्छा बलराम ठाकुर कहते कृष्ण ठिया बेलावाड़ी न्याय दौरान प्रभु आज्ञा कृष्ण यदि भूल हम बलराम कृष्ण को हाणवे भाई ताको बेलार मरी गला 18 दिन है महाभारत खुंटे बसी करुछि दर्शन महाभारत देखुछि कौशल रे बड़ भाई ना बेलार मरी अच्छा 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 ना सत्तरे मरी डाकर दियो पांडव रूप पांडव माने आसी भगवान कृष्ण ठिया महाभारत धर्मस्तंभ निकट में पहुंची गल ऊपर बेलार सेनटा मुंड भगवान कृष्ण को ले माया
କହିଛନ୍ତି କୃଷ୍ଣ ମୁଁ ତା ପୁଅକୁ ବଞ୍ଚେଇ ଦେବି ତା ପୁଅ ମରିନି ନାଇଁ ନାଇଁ ମାୟା କରୁ କହିଲେ ଆରେ ବାବୁ ବେଲାର ନା ଆଜ୍ଞା ପ୍ରଭୁ ନା ମହାଭାରତ ଯୁଦ୍ଧରେ ସବୁଠୁ ବେଶୀ କିଏ ମାରିଛି ବଡ ଯୋଦ୍ଧା ଟା କହ ବଡ ଯୋଦ୍ଧା କିଏ ମହାଭାରତରେ ବେଶୀ କିଏ ମାରିଛି କହ 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 ଉତ୍ତର ଦେଲା ହେଲା ପ୍ରଭୁ ମୁଁ ଯେତିକି ଦେଖିଛି କଣ ଦେଖିଛ ଯାହା ମୁଁ ଦେଖଇ ଅନ୍ତର ବାହ୍ୟରେ ରହି ସବୁ ଦେଖୁଅଛ ଅନ୍ତର ବାହ୍ୟରେ ଇଏ ଖାଇ ମହାଭାରତ ଯୁଦ୍ଧରେ କେବଳ ତମେ ଜଣିଏ ତା ବାଦେ ଏଠି କେହି ଯୋଦ୍ଧା ନାହାନ୍ତି ମୁଁ ଦେଖୁଛି ମହାଭାରତ ଯୁଦ୍ଧରେ ଯେତେ ମରିଛନ୍ତି ଗଲା କେଉଁଠୁ ଶୂନ୍ୟରୁ ଚକ୍ରଟି ଆସେ ଚକିନି ଦିଏ କାଟି ସେ ଜଣକ ଗୋଟେ ଚକ୍ର ଏପଟୁ ସେପଟୁ ସେପଟୁ ଏପଟକୁ ଆସୁଛି ସେ ଚକ୍ରଟା ହେଲା କାଳ ଚକ୍ର ଲାଗିଗଲା ଭୀମ କହିଲା ଛୋଟ ଲୋକ ପିଲା ମୋରି ପୁଅ ହେଇକି ମୁଁ ଶହ ଶହ କୌରବଙ୍କୁ ବାଡେଇକି ରୋଧାରେ ଛେଚିକି ମାରିଛି ମୋ ନାଁ ନ କହି ବେଇମାନ ହାରାମି ତୁ ଶେଷରେ କୃଷ୍ଣ ନାଁ କହିଲୁ ଏ ବାଉନ ଭାର ତାକୁ ଭୀମ ଧରିଥିଲା पहाड़ के गुंडो बिलाड़ो मुंडो कृष्ण पचारि कहले भाई कह पुओ को किए मारिला बलराम कहले मारो आ मारिला वाला केही नहीं मारिला वाला तो स्वामी तू तो कहिछु प्रतिशोधन बोलिकी तो पुओ को मु मारिनी तो पुओ को मारिला तो स्वामी तो स्वामी रूपधर की मुंड छिंदा हो क्षमा दियो बेला भरी भूली देला सुनो हे माधव ଆଉ କଣ ସ୍ୱାମୀ କି ଦୋଷ ନା ହାତ ଯୋଡି ଭୁଲ ମାଗି ପଚାରିଲା କିଏ ଆପଣ ମାନଙ୍କର ସୁଭଦ୍ରା କହିଲା ମୁଁ ଅଭିମନ୍ୟୁକୁ କେମିତି ମାଇଲୁ ତୁ ମାଇଲୁ ନା ନାଇଁ ଚକ୍ର ବିଭ ଭିତରେ ସତର ଥିବରା ମାଇଲେ ନା ନାଇଁ ତୁ ମାୟା କରି ମୋ ସ୍ୱାମୀ କି ନେଇ ଯିବାରୁ ମୋ ପୁଅ ଚକ୍ର ବିଭ ଭିତରକୁ ଗଲା ବୋଲି ଗଲା କାହିଁକି ଭଣଜାକୁ ମରେଇଲୁ କହ ଉତ୍ତର ଦେଲା କୃଷ୍ଣ ଭଗବାନ କହିଲେ ଲୋ ଭଉଣୀ ତାହେଲେ ମୁଁ ମରିଛି ସତ କଥା ଶୁଣିବୁ ସମ୍ପୂର୍ଣ୍ଣ ସତ କଥା ସମ୍ପୂର୍ଣ୍ଣ ସତ କଥା କହ 4 ଘଣ୍ଟା ହେଲାଣି ଆଉ 4 ଘଣ୍ଟା ଯାଉ କହ କହ କେମିତି ମାଟି ମୋ ପୁଅକୁ କେମିତି ତୋ ପୁଅ ମରିଛି ପୁଅ ଧରା ଭାରା ନା ସେ ଧର୍ମ ପ୍ରକାଶେ ଅବତାର 6 ବହି
ମନେ ରଖ ସେ ଥିଲା ଚନ୍ଦ୍ରର କଳା ତୁ ଗ୍ରହଣ କରି ତୋ ପୁଅ ବଞ୍ଚିଥିଲା ଅଭିମନ୍ୟୁ 14 ବର୍ଷ ଯଦି ସେଦିନ ଅଭିମନ୍ୟୁ ନ ମରିଥାନ୍ତା ପ୍ରଥମେ ତା ବାପା ବୋଲେ ତୋ ସ୍ୱାମୀ ଅର୍ଜୁନକୁ ମାରିଥାନ୍ତା ତାପରେ ମୋତେ ମାରିଥାନ୍ତା ମୁଁ ମାମୁଁଟା ମଲେ ମୋର ଦୁଃଖ ନାହିଁ କିନ୍ତୁ ତୋ ସ୍ୱାମୀ ଅର୍ଜୁନ ମରିଥିଲେ ତୁ କି ଖୁସି ହେଇଥାନ୍ତ କୃଷ୍ଣ କହିଲେ ଅଭିମନ୍ୟୁକୁ ତୁ ଭଉଣୀ ମାରିଛୁ ଯୋଉଦିନ ଚନ୍ଦ୍ର ଭାଗ୍ୟା ରୁହି ଛଦ୍ମ ଉତ୍ତରା ବାଳି ହେଇ ତୋ ବହୁ ଉତ୍ତରାର ଫୁଲମାଳ ନେଇ ତୋ ପାଦ ତଳେ ମୁଣ୍ଡିଆ ମାଇଲା କହିଲା ମା ମୋତେ ଆଶୀର୍ବାଦ ଦିଅ କଣ କରୁ ତା ମୁଣ୍ଡରେ ଆଶୀର୍ବାଦ କଲୁ କହିଲା ସତ ଭାଗ୍ୟ ହୁଅ ବହୁଲ ଶଙ୍ଖା ସିନ୍ଦୁର ତୋର କଲ୍ୟାଣ କରୁଛି ବଜ୍ର ହେଇଯାଉଛି ତେଣୁ ତୁ ତାକୁ ଆଶୀର୍ବାଦ ଦେଲୁ ତୋ ବହୁ ତୋରା କାନ୍ଦି କାନ୍ଦି ଆସିଲା ସେଥିପାଇଁ ଦାୟୀ ମୁଁ ନା ସୁଭଦ୍ରା ଚୁପ୍ ହେଲା ଆଉ ରହିଲା ମାନଙ୍କ ଦୁର୍ଯ୍ୟୋଧନ କଥା ପଚାରିଲେ ମୋ ପୁଅ 100 କାହିଁକି ଲାଗିଲେ ନା ସେ 100 ପୁଅ ମାରିଲା ବାଲା ମୁଁ ଭଲ ମା ସେ 100 କୁ ମରିଲା ବାଲା ଭୀମ ଭଲ ମା ସେ 100 କୁ ମରିଲା ବାଲା ହଉଛୁ ତୁ ନିଜେ ବାଲ୍ୟକାଳରେ ସୁକଳ ରାଜା ଝିଅ ଗାନ୍ଧାରୀ ଗାନ୍ଧାର ସେନର ରାଜକନ୍ୟା ବାଲ୍ୟକାଳରେ ବାପେ ସଖୀମାନଙ୍କ ସଙ୍ଗତରେ ଜଳର କୂଳରେ କ୍ରୀଡ଼ା କରିବା ପୁରୁଷଲା ବେଳେ ସାଙ୍ଗମାନଙ୍କ ସାଙ୍ଗରେ ଅକୁପାର ବୋଲି ଗୋଟେ କଇଁଛଟେ ଅଣ୍ଡା ଦେଇଥିଲା 100ଟା ଅଣ୍ଡା ତା ଡିମ୍ବ ଗୁଡାକ ନିଷ୍ଠୁର ଚେତରେ ପାଦରେ କଚି ମାରିଲୁ ଛୁଆ ଗୁଡାକ ମାରିଦେଲୁ ମୋ ଡିମ୍ବ ଭିତରୁ ଯେମିତି ମୋ ଛୁଆ ଜନ୍ମ ହେଇପାରିଲେନି ସେଇଭଳି ତୁ ସିଧା ପିଲା ଜନ୍ମ କରିପାରିବୁ ନାହିଁ ଏ ଡିମ୍ବ ଭଳି ତୋର ଛୁଆ ହୋଇବେ ଜନ୍ମ ଯାହାକୁ ଶେଷରେ କରିଗଲେ ଦିନ ବୈଷ୍ଣବ ଡାକ ନବାଜେ ଦିନ ବୈଷ୍ଣବ ଡାକ ନବାଜେ ତାର କାଳୁ ଡାକୁଛି ଆକୁଳ ମନେ ଜଗତ ସମସ୍ତଙ୍କର କଥାକୁ ମାନ ସମାଧାନ କଲେ ନୀରବ ଲତବଦନରେ କୃଷ୍ଣକୁ ପଣିପାତ କରି ଜଣ ଜଣ କିଣି ଧରିଲେ ତେଣୁ ଯେଉଁ ମଙ୍ଗଳ ଭଗବାନ ସତ୍ୟ ମୁଁ ପ୍ରଥମରୁ କହିଛି ଯେ କାଲି ଥିଲା ଆଜି ଅଛି ଅନ୍ତ ପ୍ରଳୟ ପରେ ଯେ ରହିବ ସେଇ ସତ୍ୟ ରୂପୀ ନାରାୟଣ ସେ ସମସ୍ତଙ୍କର କଲ୍ୟାଣ କରିବା ସହିତ ରୁଣ୍ଡୀଭୂତ ଆବାର ବୁଦ୍ଧ ବନିତାମାନଙ୍କର এই সঞ্জীব নাম থেকে কুমার কল্যাণ সর্বে বলান্দে